नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। निगमकल्पतरोर्गलितं फलं शुकमुखादमृतद्रवसंयुतं पिबत भागवतं रसमालयं मुहुरहो रसिका भुवि भावुकाः। श्रीमद्भागवत तृतीय स्कंध प्रथम अध्याय। श्री शुक उवाच। शौनक आदि मुनिजने आनंदे सूत सन्निधाने विदुर कथा मने चिंति विश्वास भावे पचारन्ति। हे सूत तुम्भर वचन शुणि संतोष आंभ मन से कुरु विदुरर वाणी आंभे तुम्भर मुख शुणि। हृदो छाड़ी भव व्यथा विशेषी कह तार कथा सर्वसंपद छाड़ी बने किं पापशीला दुख मने। अनेक तीर्थे देई मन पृथ्वी कला पर्यटन मैत्रेय मुनिंक संगर एकात्मे अध्यात्म विचार। काहीं बा नदी तीर बने सानंदे बसी सर्वजने संतोषे विदुरर आगे मैत्रेय मुनि अनुर्मार्गे। बोइले बदरिकाश्रमे जेणु संसारुतरे प्राणे कहिले तत्वसार वाणी जेणु संसारुतरे प्राणी। से कथा कह मुनिवर विदुर विचेष्टित सार। से पुणी बंधु त्याग अर्थे पुणी मिलिले इंद्रप्रस्थे। एमंत मुनिवर वाणी सुत संतोष मने शुणी। कहन्ति सनकादि आगे कृष्णर भाव अनुरागे। शुण हे मुनिजन तोषे एकथा शुक मुनि पाशे। आनंदे अभिमन्यु सुत पूछिला मुनिंक अग्रत। से शुक कहिले जे मन्ते से कथा शुण एक चित्ते। श्री शुक उवाच। शुक कहन्ति भाव भरी शुण परीक्ष दंडधारी। से धृत राष्ट्र जेते बेले निष्ठुरहीन बुद्धि हेले। अधर्मे धन से संचयी निज सुतकु भोग देई। पंडुसुतंकु देखी भिन्ने निंदई निष्ठुर वचने। बालके पितृहीन होई मातार संगे दुख सही। हस्तिनापुरे तांक घरे बंचंती अति व्यवहारे। ताहांक मरण इच्छई भीमकु विष लडू देई। जतुर घरे अग्नि देला से वेळे गोविंद रखिला। पुणी सभार तले आणी पंचु पांडवंकर मणि। केश आकर्षि बाहुबले विवस्त्र कले सभा तले। कुच कुंकुम लुह भरे अधोबदन अनुसारे। बधुर दुख से शुणिला पुत्र को बारी न पारिला। माया कपटे सभा करी द्यूत खेलाई धन हरि। बळे हरिले तांक देश कानने द्वादश बरस। अज्ञाते अधिक बरसे विराट देश मत्स्य देशे। ताहि बंचिले दुखे सुखे बने कषण अतिरेके।
ପୁଣି ମିଳିଲେ ରାଜ୍ୟେ ଆସି ବିଶ୍ୱାସେ ରାଜା ପାଶେ ବସି ଜୀବନ ଅର୍ଥେ କିଛି ଧନ ମାଗିଲେ ନ ଦେଲା ରାଜନ। ପୁଣି କୃଷ୍ଣଙ୍କୁ କରି ଦୂତ ଗ୍ରାମ ମାଗିଲେ ପଣ୍ଡୁସୁତ। କୃଷ୍ଣଙ୍କ ବୋଲ ସେ ନ କଲା ସୂଚି ଅଗ୍ରରେ ସେ ନ ଦେଲା। କୃଷ୍ଣଙ୍କୁ କଲା ଅପମାନ ଲୋଭେ ହୋଇଲା ହତ ଜ୍ଞାନ। ବିଦୁରେ ଆଣି ଏକ ଘରେ ବିଚାର କଲା ଅନ୍ତପୁରେ। ପାଣ୍ଡବେ ମାରି ନାନା ବ୍ୟାଜେ ରାଜା ହୋଇବି ସର୍ବରାଜେ। ଶୁଣି ବିଦୁର କର ଯୋଡ଼ି ବୋଲଇ ରାଜା ପାଦେ ପଡ଼ି। ତୁ ତାଙ୍କୁ ଅର୍ଦ୍ଧ ରାଜ୍ୟ ଦେଇ ପୁତ୍ରଙ୍କ ତୁଲେ ଭୁଞ୍ଜ ମହି। ନୋହିଲେ ସୁଖ ନାହିଁ ତୋର ସେ ବିଷ୍ଣୁ ତେଜେ ବଳିୟାର। ସେ ହରି ତାଙ୍କୁ ସଙ୍ଗେ ଘେନି ଉଶ୍ୱାସ କରିବେ ମେଦିନୀ। ସେ ଥାଇ ତାର ନିଜ ପୁରେ ପାଣ୍ଡବ ବଂଶ ପକ୍ଷ ଧରେ। ସେ କୃଷ୍ଣ ଆସି ତୋର ଘରେ ବସିଲା ବାନ୍ଧବ ବେଭାରେ। ତାଙ୍କୁ ଇତର ପ୍ରାୟ ମଣୁ ମନୁଷ୍ୟ ସଙ୍ଗେ ପରିଗଣୁ। ଏମନ୍ତ ବିଦୁରର ବାଣୀ ସଭ୍ରମେ ଦୁର୍ଯ୍ୟୋଧନ ଶୁଣି। ସଙ୍ଗେ ଅଛନ୍ତି ତିନି ଜଣ କର୍ଣ୍ଣ ଶକୁନି ଦୁଃଶାସନ। ବୋଲଇ କୁପିତ ଅଧରେ ଆକର୍ଷି ଦୁଃଶାସନ କରେ। ଏ ଦାସୀ ପୁତ୍ର ମୋର ଘରେ ବସଇ ବାନ୍ଧବ ବେଭାରେ। ଏ ମୋର ନିତ୍ୟ ଅନ୍ନ ଖାଇ ପଣ୍ଡୁସୁତଙ୍କ ହିତେ ଥାଇ। କୃଷ୍ଣଙ୍କୁ ଘେନି ଭାଳେ ନିତ୍ୟେ ମୋର ବିନାଶ ଘେନି ଚିତ୍ତେ। ଏମନ୍ତ ବୋଲି ବିଚାରିଲା କୋପେ ଅନେକ ଗାଳି ଦେଲା। ଦଶନେ କାମୋଡ଼ି ଅଧର ବୋଲେ ଭଣ୍ଡାରୁ ଦୂର କର। ଏହାକୁ ଦଣ୍ଡେ ହେନ ଥୁଅ ରାଜ୍ୟ ବାହାର କରିଦିଅ। ଏମନ୍ତ ତାର ବାକ୍ୟ ଶୁଣି ବଜ୍ର ପଡ଼ିଲା ପ୍ରାୟ ମଣି। ଏମନ୍ତ ନିଷ୍ଠୁର ବଚନ ଶୁଣି ହୋଇଲା ହତ ଜ୍ଞାନ। ଜ୍ୟେଷ୍ଠ ଭ୍ରାତାର ତୁଲେ ଥିଲା ରାଜା ହିଁ ଆଶ୍ୱାସନା କଲା। ତକ୍ଷଣେ ଉଠି ସେ ବିଦୁର ଚିତ୍ତେ ଚିନ୍ତଇ ଚକ୍ରଧର। ବିଷ୍ଣୁର ମାୟା ବିଚାରିଲା ତକ୍ଷଣେ ବନସ୍ତେ ପଶିଲା। ସମ୍ପଦ ତୁଚ୍ଛ ପ୍ରାୟ ମଣି ମନେ ଚିନ୍ତଇ ଚକ୍ରପାଣି। ହସ୍ତିନା ନଗରୁ ବାହାର ତୀର୍ଥ ଗମନ ସେ ବିଦୁର। ମିଳିଲା ଯାଇ ଘୋର ବନେ ଭ୍ରମଇ ଋଷି ବିପ୍ରସ୍ଥାନେ। ମନେ ଚିନ୍ତଇ ତୀର୍ଥ ଗତି ହରି ଭକତେ ଯହିଁ ତାନ୍ତି। ନିରାଶ କରି ଆତ୍ମା ମନ ଗ୍ରାମ ପାଟଣା ଉପବନ। ସୁବର୍ଣ୍ଣଗିରି କୁଞ୍ଜ ଦେଶେ ଭ୍ରମଇ ତୀର୍ଥ ପୁଣ୍ୟ ଆସେ। ପୁଣ୍ୟ ସରିତ ପୁଣ୍ୟସର ନିରତେ ଭ୍ରମଇ ବିଦୁର। ଅନନ୍ତ ସିଦ୍ଧଲିଙ୍ଗ ଯହିଁ ଶୁଦ୍ଧ ପବିତ୍ର ପୁଣ୍ୟମୟୀ। ଏମନ୍ତେ ଅରକ୍ଷିତ ବେଶ ଅଧର୍ମ ନାହିଁ ପୁଣ୍ୟ ଦେଶ। ହରି ତୋଷଣେ ଯେତେ ବ୍ରତ ତପେ ତୋଷଇ ଅବିରତ। ଏମନ୍ତେ ଭାରତ ବରଷେ କାଳେ ମିଳିଲା ସେ ପ୍ରଭାତେ। କାଳେ ମିଳିଲା ସେ ପ୍ରଭାସେ। ତହିଁ ଶୁଣିଲା ସାଧୁବାଣୀ ଅଶେଷ କୁରୁବଳ ଜିଣି। କୃଷ୍ଣ ସାରଥି ପଣେ ଆଣି ଅନେକ ଅକ୍ଷୋହିଣୀ ଜିଣି। ଗୋବିନ୍ଦ ଘେନି ତୀର୍ଥ ଜଳେ ମଙ୍ଗଳ ଶୁଭ ଅନୁକୂଳେ। କରାଇ ଅଭିଷେକ ପୂଜା କଲେ ଏକାନ୍ତ ଚକ୍ରେ ରାଜା। ସର୍ବେ ନାସିଲେ କୁରୁବଳେ ଯେସନେ ବେଣୁ ଦାବାନଳେ।
ଦଗ୍ଧବଦନେ ଶୋକ କରି ସ୍ୱଜନ ବନ୍ଧୁଙ୍କୁ ସୁମରି ମୌନ ହୋଇ ଅଶ୍ରୁ କଣ୍ଠେ ଚଳିଲେ ସରସ୍ୱତୀ ତୀର୍ଥେ। ଯାହାର ତୀରେ ଏକାଦଶେ ତୀର୍ଥେ ସେବନ୍ତି ପୁଣ୍ୟ ଦେଶେ। ତୀର୍ଥେ ପ୍ରସନ୍ନ ଅନୁଜାନ କୌରବ ଅନଳ ପବନ ସୁଦାସ ଗବ୍ୟ ଘୃତ ଯମ ଏମନ୍ତେ ଏକାଦଶ ନାମ। ଏତେ ମନ୍ଦିର ବିଷ୍ଣୁ ଅର୍ଥେ ତୀରେ ସେବନ୍ତି ଯେ ଝାମତେ। ଏ ଆଦି ବ୍ରହ୍ମ କ୍ଷତ୍ରି ଯେତେ ତୀର୍ଥେ ସଞ୍ଚିଲେ ଦୃଢ଼ ଚିତ୍ତେ। ପ୍ରତ୍ୟଙ୍ଗ ମୁଖେ ନିଜେ ତାର ଦିଶନ୍ତି ଅତି ମନୋହର। ଯେ ପୁର ଦର୍ଶନ ମାତ୍ରେ ବିଷ୍ଣୁ ସ୍ମରଣ ପଶେ ଗାତ୍ରେ। ଏମନ୍ତେ ସରସ୍ୱତୀ ତୀର୍ଥ ଦେଖି ବିଦୁର କୃତ କୃତ୍ୟ। ତାହୁଁ ଚଳିଲା ତୋଷ ମନେ ସୌରାଷ୍ଟ୍ର ସୌବୀର ଭବନେ। କୁରୁ ଜଙ୍ଗଲ ମତ୍ସ୍ୟ ଦେଶ ଜିଣି ଯମୁନାରେ ପ୍ରବେଶ। କାଳିନ୍ଦୀ ତୀରେ ବୃନ୍ଦାବନ ଯହିଁ ବିଜୟ ଗୋବର୍ଦ୍ଧନ। ସେବନେ ବୁଲି ଏକେ ଏକେ ନିଶ୍ଚଳେ ଉଦ୍ଧବକୁ ଦେଖେ। ହରିଭକତଙ୍କର ସାର ତପ ଆରାଧି ମହାଘୋର। ଆସନ ନିଶ୍ଚଳ ସମାଧି କୃଷ୍ଣର ଚରଣ ଆରାଧି। ଏକାନ୍ତେ ଅଛି ବୃକ୍ଷ ତଳେ ବିଦୁର ଦେଖିବେନି ଡୋଳେ। ସେ ବାସୁଦେବ ଅନୁଚର କିୟବା ଦେବା ପଟାନ୍ତର। ଦେବଗୁରୁଙ୍କ ପୁତ୍ର ପ୍ରାୟେ ସ୍ୱଭାବେ ଶାନ୍ତ ବୁଦ୍ଧି ବହେ। ଏମନ୍ତେ ମିଳିବେନି ଜନ ନିବିଡ଼େ କଲେ ଆଲିଙ୍ଗନ। ବିଦୁର ଉଦ୍ଧବଙ୍କୁ ଚାହିଁ ଇଷ୍ଟ ବାନ୍ଧବ ସ୍ନେହ ବହି। ଲୋମହର ସେ ଶୁଦ୍ଧ ଚେତା କୃଷ୍ଣର ପୁଛନ୍ତି ବାରତା। କୃଷ୍ଣ ପୁତ୍ରକୁ ଆଦି କରି ଏକୁ ଅନେକ ନାମ ଧରି। ଶୁଣ ଉଦ୍ଧବ ମୋ ବଚନ ମୁଁ ଯେ ପୁଛଇବି ଭଜନ। ସେ ହରି ପୁରୁଷ ପୁରାଣ ଅନାଦି ପରମ କାରଣ। ଧରଣୀ ଭାରା ନାଶ ଅର୍ଥେ ମନୁଷ୍ୟ ଦେହ ଏ ଜଗତେ। ରାମ ଗୋବିନ୍ଦ ହଳଧାରୀ ଯାଦବ ବଂଶେ ଅବତରୀ। ଅଛନ୍ତି ବସୁଦେବ ଘରେ ଆନନ୍ଦେ ବେନି ସହୋଦରେ। ଆମ୍ଭ ବଂଶର ଅଧିଦେବ ଦେବଙ୍କ ତୁଲେ ବସୁଦେବ। ସୁଖେ କି ଅଛି ନିଜ ଘରେ ବନ୍ଧୁ ସୁହୃଦ ଭାବ ଭରେ। ପ୍ରଦ୍ୟୁମ୍ନ ଅଛନ୍ତି ନା ଭଲେ ଆନନ୍ଦେ ଜନନୀର ତୁଲେ। ରୁକ୍ମିଣୀ ପୂର୍ବତପ ଫଳେ ପ୍ରଦ୍ୟୁମ୍ନ ପୁତ୍ର କଲା କୋଳେ। ଭୋଜାଦି ସାତ ବଂଶ ରାଜା ଗୋବିନ୍ଦ ତାଙ୍କୁ କଲେ ପୂଜା। ଛାଡ଼ି ଆପଣା ନୃପାସନ ରାଜ୍ୟେ ସ୍ଥାପିଲେ ଉଗ୍ରସେନ। ଭଲେ କି ଜାମ୍ବବତୀ ସୁତ ସେରଥି ମଧ୍ୟ ମହାରଥ। କ୍ଷମେ କି ଛନ୍ତି ଯଦୁମାନେ ତାହାକୁ ସନ୍ତୋଷ ଅର୍ଜୁନେ। ସନ୍ତୋଷ ଧନୁର୍ବେଦ ଦେଲା ତେଣୁ କୃଷ୍ଣଙ୍କୁ ଆରାଧିଲା। ସଫଳା ଯଦୁସୂତ ତାର ଶୁଭେ କି ଅଛଇ ଅକ୍ରୂର। କଂସ ଆଦେଶେ ଗୋପପୁରେ ଲଭିଲା କୃଷ୍ଣ ରେଣୁ ଶିରେ। ଅଶେଷ ରଥି ମହାଯୋଦ୍ଧା ଭଲେ କି ଅଛି ଅନିରୁଦ୍ଧା। ଯାର ମହିମା ଶବ୍ଦ ଯୋନି ତୁରୀୟ ତତ୍ତ୍ୱ ସଙ୍ଗେ ଘେନି। ସତ୍ୟଭାମାର ପୁତ୍ର ଯେତେ ଭଲେ କି ଅଛନ୍ତି ସମସ୍ତେ। ପ୍ରଦ୍ୟୁମ୍ନ କହ ଭଲ କଥା ଯେ ଭୀଷ୍ମ ଅତି ବଳବନ୍ତା। ଯାର ଚରଣ ଘାତ କୋପେ ପଶେ ଶରଣ ଭୂମି ତାପେ। ଅର୍ଜୁନ ଅଛି ଟିକି ଭଲେ ନିରତେ ଗୋବିନ୍ଦର ତୁଲେ। ଗାଣ୍ଡୀବ ଧନୁ ଧରି କରେ ରଣେ ତୋଷିଲା ଶୂଳ ଧରେ।
नकुल सहदेव वाणी कुशल कह परिमाणी। अश्विनी नासिका विवरे जन्म होइला एक शिरे। के कहे तांक गुण ग्राम देवंक व्याधि हरे नाम। ताहांक बीर्जे जात होई सुंदर रूपे मन मोही। पांडव चक्षुषे बोलाई कह कुशले की अछई। देख ए कुंती गर्भ अर्थे स्वामी को चिंते अविरते। से स्वामी बिनु सुत लोभे जानाम चौदिगे भावे। ताहाकु छाड़ी भोग विने रहिला पुत्र स्नेह मने। जे कृष्ण परम मंगल आनंद मानंकर मूल। तार चरणे सेवा करी मु एबे कानने बिहरी। देख उद्धवता महिमा कही न पारे गुण सीमा। ए जेते थिले मही तले अनेक अक्षहिणी मेळे। ताहाकु मायारे संहारी हेळे त्रिभुवन उद्धरी। से हरि शुभ कथा मोते कह उद्धव सुध चिते। एमंते विदुरर वाणी उद्धव मने परिमाणी। चित्ते चिंतिला नारायण सुजने एक मने शुण। हरिचरित सुधारस कहिले जगन्नाथ दास। इति श्रीमद्भागवते महापुराणे पारमहंस्यां संहितायां 82 तृतीयस्कन्धे विदुर उद्धव संवादे नाम प्रथमोऽध्यायः।